ଆମ ଗାଁରେ ମା ମଙ୍ଗଳା ଆଦିଶକ୍ତି ଦେବୀ ଆମେ ପିଲାଟି ଦିନରୁ ମାଙ୍କର ପୂଜା ଦେଖି ଆସୁଛୁ। ଇଏ ପାରମ୍ପରିକ ଉତ୍ସବ ଆମ ଗାଁର ବହୁ ପୁରାତନ ପୂଜା। ଇଏ ଆମର ବାପା ଜେଜେବାପାଙ୍କ ଅମଳରୁ ଏ ପୂଜା ଏଠି ଅନୁଷ୍ଠିତ ହେଇଆସୁଛି। ପ୍ରଥମେ ଯଦିଓ ଏତେ ଆଡ଼ମ୍ବରପୂର୍ଣ୍ଣ ଭାବରେ ଏ ପୂଜା ହେଉନଥିଲା, ତଥାପି ମା ମଙ୍ଗଳା ଆମ ଗାଁର ଅଂଶୀଦାର ଦେବୀ। ତେଣୁ ଆମେ ସମସ୍ତେ ଗ୍ରାମବାସୀ ଏକତ୍ରିତ ହୋଇ ମାଙ୍କର ବାର୍ଷିକ ପୂଜା ଅର୍ଚ୍ଚନା କରାଯାଏ। ଏବେ ଯେଉଁ ପୂଜା କରାହେଉଛି ଆମ ଗାଁର ଏକ ଉତ୍ସବମୁଖର ପର୍ବ ହିସାବରେ ଆକୁ ନିଆଯାଉଛି। ବିଶେଷ କରି ଆମର ଯୁବକମାନେ, ଗାଁର ମୁଖିଆମାନେ, ସମସ୍ତ ମା ଭଉଣୀମାନେ ଏ ଉତ୍ସବକୁ ଉପଭୋଗ 12-14 ବର୍ଷ ଖଣ୍ଡେ ହବ ମୁଁ ଓଷା କରି ଆସିଛି। ମାଙ୍କ କରଣୀ ଏତେ ଅପୂର୍ବ, ଏତେ ମହିମା ଯେ କୁଆଡ଼ୁ କୁଆଡ଼ୁ ବି ଭକ୍ତମାନେ ଚାଲି ଆସିଛନ୍ତି, ମାଙ୍କର ଓଷା କରୁଛନ୍ତି, କଳସ ଧରୁଛନ୍ତି। ଗତ ବର୍ଷ 150 କଳସ ଅପେକ୍ଷା ଏ ବର୍ଷ 200 ପାଖାପାଖି କଳସ ହେଇଛି। ଆଉ ଓଷା କରିଛି, ବହୁତ ଖୁସି ବି ଲାଗୁଛି। ଉପାସ ଭିତରେ ରହିକି ବି ଆମକୁ ବାଧା ଲାଗୁନି, କଷ୍ଟ ଲାଗୁନି। ଆମର ଭଲ ବି ସାଜସଜ୍ଜା ମାଙ୍କର ବି ଭଲ ହୁଏ। ଭକ୍ତମାନେ ବି ଆସନ୍ତି ମନ ଖୁସିରେ ଓଷା କରିକି। ଆମର 2 ଦିନ ପାଇଁ ପ୍ରସାଦ ବି ହୁଏ, ଖାଇକି ବି ଖୁସି ଆନନ୍ଦରେ ଯାଆନ୍ତି। ତାପରେ ପୂଜା ସରିଲା ପରେ, ବିସର୍ଜନ ଦେଇ ସାରିଲା ପରେ ଆମର ନାଚ ଗୀତ ରାତିରେ ହୁଏ, ମାଙ୍କର ଭସାଣି ହୁଏ। ବନ୍ଧୁବାନ୍ଧବ ଝିଅ ଝିଆଣି ଆସନ୍ତି, ବହୁତ ଖୁସି ମନରେ ସେମାନେ ଯାଆନ୍ତି ବି ଘରକୁ। ଆମ ଗାଁର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ମଙ୍ଗଳା। ପ୍ରତ୍ୟେକ ବର୍ଷ ଚୈତ୍ର ମାସ 2ୟ ବା 3ୟ ମଙ୍ଗଳବାରରେ ଗାଁର ନିଷ୍ପତ୍ତି କ୍ରମେ ମାଙ୍କର ଯଜ୍ଞ କାର୍ଯ୍ୟ ମଙ୍ଗଳବାର ଦିନ ହୋଇଥାଏ ଏବଂ ବୁଧବାର ପୂର୍ଣ୍ଣାହୁତି ହୁଏ। ସହସ୍ରାଧିକ ଶ୍ରଦ୍ଧାଳୁ ସେମାନଙ୍କର ମାନସିକ କଳସ ନିମିତ୍ତ ଏହି ଯଜ୍ଞ କାର୍ଯ୍ୟରେ ଉପସ୍ଥିତ ହୁଅନ୍ତି ଏବଂ ସକାଳେ ଓ ସନ୍ଧ୍ୟା ସମୟରେ ବିଭିନ୍ନ ଗାଁର ପାଖାପାଖି ଆମର ଏହି ପଞ୍ଚାୟତର 5-10ଟି ଗାଁର ଅନେକ ଭକ୍ତ ଆସି ସାନ୍ଧ୍ୟ ଦର୍ଶନ ଏବଂ ସକାଳ ଦର୍ଶନ କରନ୍ତି। ଏବଂ ଏହି ପୂଜା ପାଇଁ ମଧ୍ୟ ଆମ ଗାଁରେ ଗୋଟେ ଗ୍ରାମର ସାମୂହିକ ଭୋଜି ହୁଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ଗାଁରେ 2-3 ରାତି ଯାତ୍ରା ହୁଏ। ବିଭିନ୍ନ ପାର୍ଟି ଆସନ୍ତି ଏବଂ ମୀନା ବଜାର ମଧ୍ୟ ସୁବିଧା ଥାଏ। ପିଲାମାନେ ବହୁତ ଖୁସି ହୁଅନ୍ତି ଏବଂ ଗ୍ରାମବାସୀ ସମସ୍ତେ